Hello, ମୁଁ Dr. Amit Singh. Welcome to my iChange group. ଆଜିର ଟପିକ୍ ହେଉଛି ବାଇବେଲ ପ୍ରଫେସି ଇଜ୍ ଟୁ ପ୍ରିପେୟାର ନଟ୍ ଟୁ ସ୍କେୟାର। ଆର ଅର୍ଥ ହେଉଛି କି ବାଇବେଲ ପ୍ରଫେସି ଆମମାନଙ୍କୁ ଲାଇଫରେ ପ୍ରିପାରେସନ୍ କରୁଛି କି ଅନ୍ତିମ ଟାଇମ୍ରେ ଆମମାନେ କେମିତି ସଜାଗ ହୋଇକି ରହିପାରିବା, ଆଉ ସେଥିପାଇଁ ଆମକୁ ପ୍ରିପେୟାର କରୁଛେ, ଯେଉଁଥିପାଇଁ ଆମମାନଙ୍କୁ ଡରିବା ଦରକାର ନାହିଁ। ଗୁଡ଼ା ଟାଇମ୍ରେ ମୁଁ ଭାବେ ଚର୍ଚ୍ଚ ଗୁଡ଼ାକ ବି ଯାଏ, ଲୋକମାନେ ଚର୍ଚ୍ଚ ଯାଆନ୍ତି ବିଭିନ୍ନ ବିଷୟରେ ଜାଣିବା ପାଇଁ, ମାନେ ବାଇବେଲରେ କ'ଣ ଲେଖା ଅଛି କ'ଣ ନାହିଁ ବୋଲି। ମୁଁ ଗୋଟେ ଷ୍ଟଡି କଲି, ଦେଖିଲି କି ଗୁଡ଼ାଏ ଚର୍ଚ୍ଚ ଅଛି ଯେଉଁ ଚର୍ଚ୍ଚ ଗୁଡ଼ାକ ବାଇବେଲ ପ୍ରଫେସି ବିଷୟରେ ମାନେ ପୁରା ଖୋଲିକି ଲୋକମାନଙ୍କୁ ଜଣେଇ ପାରୁନାହାନ୍ତି। ମୁଁ ଗୋଟେ ଏଇ ମାନେ ଜଷ୍ଟ ଗୋଟେ ଏକ୍ଜାମ୍ପଲ୍ ଦେବା ଉଦ୍ଦେଶ୍ୟରେ ମୁଁ ଏଇ ଭିଡ଼ିଓଟା ମାନେ ଏଠି ତିଆରି କରୁଛି, ଯେଉଁଥିପାଇଁ କି ଲୋକମାନେ ଜାଣିପାରିବେ ଏକ୍ଜାକ୍ଟଲି ବାଇବେଲ ପ୍ରଫେସି ମାନେ କ'ଣ। ମୁଁ ତିନିଟା ପଏଣ୍ଟ ମେନଲି ହାଇଲାଇଟ୍ କରିବି। ଫାର୍ଷ୍ଟ ପଏଣ୍ଟ ହେଉଛି କ'ଣ, ବାଇବେଲ ପ୍ରଫେସି ମାନେ କ'ଣ ଆଉ ଆମକୁ କାହିଁକି ଜାଣିବା ଦରକାର। ସେକେଣ୍ଡ ହେଉଛି ଆମେ କେମିତି ଜାଣିବା ବାଇବେଲ ପ୍ରଫେସିରେ କ'ଣ ଲେଖା ଅଛି ଆଉ ସେଇଟା ସତ କି ନାହିଁ ଆଉ ଫୁଲଫିଲ୍ ହେଇଛି କି ନାହିଁ ବୋଲି। ତାପରେ ତିନିଟା ପଏଣ୍ଟ ହେଉଛି କ'ଣ, 3 ନମ୍ବର ପଏଣ୍ଟ ହେଉଛି କ'ଣ ନା ବାଇବେଲ ପ୍ରଫେସି ଜାଣିଲେ ଆମକୁ କ'ଣ ଲାଭ ଅଛି। ତ ଫାର୍ଷ୍ଟ ପଏଣ୍ଟକୁ ଆମେ ଯିବା, ଦେଖିବା କ'ଣ ନା ବାଇବେଲ ପ୍ରଫେସି ମାନେ କ'ଣ ଆଉ ଆମେ କ'ଣ ପାଇଁ ଜାଣିବା ଦରକାର। ପ୍ରଫେସି ମାନେ ହେଉଛି କ'ଣ ନା ଫ୍ୟୁଚରରେ କ'ଣ ହେବ ନ ହେବ ଆମେ ତା ବିଷୟରେ ଜାଣିପାରିବା, ଯେଉଁ ମାଧ୍ୟମ ଦ୍ୱାରା ହେଉ ତାକୁ ଆମେ ବାଇବେଲ ପ୍ରଫେସି କହୁଛୁ। ଆପଣମାନେ ଗାଁ ଗହଳିରେ ଦେଖିଥିବେ ଲୋକ ଗୁଡ଼ା ହାତ ଦେଖିକି କହୁଛନ୍ତି କ'ଣ ଫ୍ୟୁଚରରେ କ'ଣ ହେବ କ'ଣ ନାହିଁ ବୋଲି। ସେଭଳିଆ ବାଇବେଲରେ ମଧ୍ୟ ଏଭଳିଆ ଲେଖା ଅଛି ଯେଉଁଟାକି ଆମମାନଙ୍କୁ ଆମର ଡେଲି ଲାଇଫରେ ଗୋଟେ ହୋପ୍ ଆଉ ଗୋଟେ ଆଶା ଉଦ୍ଦୀପନା ଆଉ ବଞ୍ଚିବାର ଶୈଳୀ ସେ ଦେଖାଉଛନ୍ତି, ଆଉ ଅନ୍ତିମ ସମୟରେ କ'ଣ ହେବ କ'ଣ ନାହିଁ ସେଇଟା ମଧ୍ୟ ସେ କହୁଛନ୍ତି। ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ମୁଁ ଦେବାକୁ ଚାହୁଁଛି। ଯଦି ଆମର 10th ଏକ୍ଜାମ୍ ଆମେ ପରୀକ୍ଷା ଦେଉଛୁ, ପରୀକ୍ଷା ଦେଲା ପରେ ଆମେ 2 ମାସ ପରେ ତା'ର ରିଜଲ୍ଟ ଆମ ପାଖକୁ ଆସୁଅଛି। ଆପଣ ଭାବନ୍ତୁ, ଜଣେ ଯଦି ଗୋଟେ ଲୋକ ଏମିତି ଆସିଥିବ, ଆସିକି କହିବ କ'ଣ କି ଯେଉଁ ଭାଇ ପରୀକ୍ଷା ଦେଇଛନ୍ତି ତା'ର ରିଜଲ୍ଟ ଆସିବା ପୂର୍ବରୁ ସେ ଆପଣଙ୍କୁ ତାଙ୍କର ପ୍ରତ୍ୟେକ ସବଜେକ୍ଟର ମାର୍କ ଏକ୍ଜାକ୍ଟଲି ଆପଣଙ୍କୁ ଦେଇଦେବେ ପରୀକ୍ଷା ହେବା ପୂର୍ବରୁ। ଯଦି ଆପଣ ସେଇଟା ଜାଣିଲେ, ପରୀକ୍ଷା ସରିଲା ପରେ ଆପଣ ମାନେ ରିଜଲ୍ଟ ପାଇଁ ୱେଟ୍ କରିବେ କି? ଆପଣ ରିଜଲ୍ଟ ପାଇଁ ୱେଟ୍ କରିବେନି। କାହିଁକି ନା ଆପଣଙ୍କ ପାଖରେ ବିଲିଭ୍ ଅଛି କ'ଣ, ଯେଉଁ ଲୋକ ଆପଣଙ୍କୁ କହିଲା ଏକ୍ଜାକ୍ଟ ନମ୍ବର ସେଇଟା ଆପଣଙ୍କ ପାଖରେ ଆସିଯିବ ବୋଲି। ସେଇ ଏକ୍ଜାକ୍ଟ ସେଇଭଳିଆ ହିଁ ବାଇବେଲ ପ୍ରଫେସି, କି ଫ୍ୟୁଚରରେ କ'ଣ ହେବ କ'ଣ ନାହିଁ ପ୍ରଭୁ ସେମାନଙ୍କର ଭାବବାଦୀଙ୍କ ଦ୍ୱାରା ସେ କଥାବାର୍ତ୍ତା କରୁଛନ୍ତି। ସବୁ ଜିନିଷର ଗୋଟେ ଏକ୍ସପାୟରି ଡେଟ୍ ଅଛି। ଯେମିତିକି ଆମେ ମେଡ଼ିସିନ ଖାଉଛୁ, ତା'ର ଏକ୍ସପାୟରି ଡେଟ୍ ଅଛି। ଆମେ ଇଲେକ୍ଟ୍ରୋନିକ୍ସ ସାମାନ କିଣୁଛୁ, ତା'ର ମଧ୍ୟ ଏକ୍ସପାୟରି ଡେଟ୍ ଅଛି। ଆମେ ଜନ୍ମ ହେଇକି ମଧ୍ୟ ବର୍ଷ ବର୍ଷ ଧରି ଆମେ ରହିନଥାଉ, ତା'ର ମଧ୍ୟ ଏକ୍ସପାୟରି ଡେଟ୍ ଅଛି। ଏକ୍ଜାକ୍ଟ ସେଇଭଳିଆ ଇଏ ପୃଥିବୀର ମଧ୍ୟ ଏକ୍ସପାୟରି ଡେଟ୍ ଅଛି। ଆଉ ଅର୍ଥ ହେଉଛି ପୃଥିବୀ ଷ୍ଟାର୍ଟ କେବେ ହେଲା, ପୃଥିବୀର ଜନ୍ମ କେବେ ହେଲା ଆଉ ସରିବ କେବେ, ଆ ବିଷୟରେ କିଏ କହିବ? ଆ ବିଷୟରେ କେବଳ ଯିଏ ସୃଷ୍ଟି କରିଛି ପୃଥିବୀକୁ ସିଏ ହିଁ କହିପାରିବ। ସେଥିପାଇଁ ଯିଶାୟା ଭବିଷ୍ୟବକ୍ତା ତାଙ୍କର 46 ଅଧ୍ୟାୟର 9-10 ପଦରେ ସେ କହୁଛନ୍ତି କ'ଣ, ରିମେମ୍ବର ଦିସ୍ ଥିଙ୍ଗସ୍, ମାନେ ମନେ ରଖ ଏଇ ଜିନିଷ କି ମୁଁ ହିଁ ସଦାପ୍ରଭୁ, ମୋ ଭଳି ଆଉ କେହି ନାହାନ୍ତି, ଆଉ ମୁଁ ତୁମମାନଙ୍କୁ ଜଣେଇଅଛି ଅନ୍ତିମ ସମୟରେ କ'ଣ ହେବ ବର୍ତ୍ତମାନ ଠାରୁ ମୁଁ ଆପଣମାନଙ୍କୁ ଜଣେଇଅଛି। ଆଉ ମୁଁ ଏଇ ଯେଉଁ ଜିନିଷ ମୁଁ ଜଣାଉଛି ସେଇଟା ମୁଁ ଖୁସି ଖୁସିରେ କରିବି। ତା'ର ଅର୍ଥ ଏହା କି ପୃଥିବୀରେ ଆଉ କୌଣସି ସଦାପ୍ରଭୁ ନାହାନ୍ତି ଯେମିତି ମୁଁ ତୁମମାନଙ୍କୁ ଅନ୍ତିମ ଦିନରେ କ'ଣ ହେବ ବର୍ତ୍ତମାନ ଠାରୁ ମୁଁ ସତର୍କ କରୁଅଛି ବୋଲି।
या अर्थ या कि सदाप्रभु निजर लोक मानू यही पृथ्वी रे कौन कौन घटो केबे केबे घटो तार टाइम तार प्लेस तार जगार ना सब जिन सब से माने जनाऊँ से क्या द्वारा सब जनाऊँ ना तांकर भाव माने भविष्य वक्ता कि भाववादी द्वारा से जनाऊँ बाइबल गुड़ाए भविष्य वक्ता अच्छा जमती कि होसिया हो जोएल हो आमोस हो जोना हो मिका हो नाहुम हो जेफानिया हो जकराया हो मालकाया हो जिसाया हो जेरेमाया हो इजिकेल हो कि दानियाल हो आपण मान को जानिया दरकार है कि बाइबल रे ऑलमोस्ट 30% जो लेखा लेखा अच्छे से केवल बाइबल प्रोफेसी विषय लेखा अच्छे तो ये भविष्यवक्ता वाक्य माने किए एमाने होछंती प्रभु को मनोनीत लोक प्रभु समान को मनोनीत करी अछंदे जदि आपण हिब्रू रे पढ़िबे एक अध्याय एक पद से कहउछंती कोन ना पुरातन समय रे से भाववादी द्वारा से निज लोक मान को से कथा कहउथले किंतु वर्तमान से निज पुत्र सहित से कथा कहउछंती आजिकल गुड़ाए लोक निजक निजे प्रॉफिट बोली कहउछंती मु सबले आश्चर्य हुए कि एमती कौन सी जगह माने पृथ्वी रो एमती कौन सी डिपार्टमेंट ना जो थी कि जड़े आसिक कहब कि भाई मु प्रोफेसी पाठ पढ़ी कि मत गोटे डिग्रीटे दरकार मत प्रोफेसी करार अच्छे ए भाया कौन सी माने ना ही कौटे भी गुड़ाए आप पढ़े मनकर द्वितीय पितर तार एक अध्याय 20 ରୁ 21 पद से कहते कौन माने कौन सी प्रोफेसी माने प्रभुंकर माने कौन सी इंटरप्रिटेशन रे आसुनी माने लोकों को इंटरप्रिटेशन रे से कौन सी प्रोफेसी माने आसुनी जहाँ भी प्रोफेसी आसु से प्रभुंकर माने माध्यम द्वारा तांकर होली स्पिरिट द्वारा लोकों को मध्य देख से आसे आ से लोकों को से कहे एथि कौन सी लोकों को इंटरप्रिटेशन हबनी लोकों को माने निज इच्छा से कहते जहाँ भी से कहते सदाप्रभु से होली स्पिरिट से लोकों को जो मान को से मनोनीत कर थ्रू से लोक मान को से कहते आपण मैंने जानी जो रियल प्रॉफिट माने जो माने कि जमती कि ना मु कहली से माने बहुत स्ट्रगल कर निज लाइफ रे गोटे जिनस को लोक कह उद्देश्य को जाकि से दंडित भी होती कहीं पृथ्वी रे सब बेले एमती सिचुएसन है आप जो जाकि कहे कि मु मत प्रभु मनोनीत कर कथा कहूँ जिते माने गोटे लोक कहते आप लोक आपन को तुच्छ ज्ञान देखुं कि माने हूँ तो आपन को माने पिटापुटी करा भी है जोटा कि माने हिस्ट्री जब आम देखा इतिहास आम देखा जो आम जापर कि विभिन्न भाववादी को बहुत ताड़ना भी आसी आ शिष्य मान को बहुत ताड़ना आसे तेणुक ये प्रॉफिट प्रोफेसी आ प्रॉफिट एथिपाई बहुत जानिया दरकार कि जो माने माने ए जिनसटा को मिसयूज रे माने करूछन्ते सेटा एक्चुअली गोटे निंदनीय विषय अच्छा कारण आजिकल लोक न्यूज चैनल हो कि यूट्यूब चैनल हो कि गोटे चैनल आसीगलानी हाँ एसी रूम बसिक निजक निजे माने मु प्रॉफिट ये अमको ना समको ना ए भाया सब कहते जोटा कि हेबा दरकार ना तेणुक जो मैंने देखुं जो मैंने भाया सब कहते से आप
दूर रहा निहाती दरकार। आ गोटे जिस भी आपको कहूँ चाहूँचे कि प्रोफेसी जाना दरकार कौन कहीं इम्पोर्टाट। इमेजिन करूँ आम जाचु कि हिंदू मानकर 33 लाख भगवान अच्छा। हाँ आपण गोटे कैलकुलेशन करूँ इंडिया रे गोटे 135 कोटी लोक अच्छा। तो 135 कोटी लोक को ये 33 लाख भगवान जदि डिवाइड करदेवा ताले गुटे गुटे लोक माने परसेंटेज रे केतना भगवान मिलुछन। मु एटा कहबार कारण है बाइबल गोटे एमतिया बही जो बही कि सबुठारु अधिका भाषा रे ट्रांसलेशन कराई जमती कि आम ओडिया भी पढ़ुछु बांग्ला भी पढ़ा होची हिंदी भी लिखा अच्छी मराठी भी लिखा अच्छी माने गुड़ाए टाइम रे जो जो लोक माने सृष्टि हेले तांको भाषा कि नहीं कि ए बाइबल मध्य ट्रांसलेशन कराई तो बाइबल गोटे सबुठारु माने हाईएस्ट माने ट्रांसलेशन बही माने पृथ्वी रे। आ एमती कौन माने इम्पोर्टाट जो ये बाइबल पढ़िया उद्देश्य रे विभिन्न यूनिवर्सिटी रे बड़ बड़ माने यूनिवर्सिटी गुड़ाक माने ये खोलिक अच्छे माने कौन कहती डिपार्टमेंट खोलिक अच्छे थियोलॉजिकल डिपार्टमेंट खोलिक अच्छे आ लोक मैंने पाठ पढ़ुंट बैचलर थियोलॉजी हो कि मास्टर थियोलॉजी हो आ पृथ्वी गुड़ाए लगे बाइबल स्कूल अच्छे। तो आर तो किसी गोटे इम्पोर्टान्स थी जो ये सब माने लोक माने ट्रांसलेशन कर पढ़ुं कि माने बाइबल विषय बुझा चेष्टा कर कारण एमती कौन सी बही नहीं पृथ्वी रे बाइबल छड़ा कि 1000 वर्ष पूर्वर भाववादी मैंने किसी कही तापर आसिकी बाइबल रो जो जो लेखा अच्छे से जिन गुड़ाक आजिका डेट्रे फुलफिल हो से गुड़ा कौटी लेखा है मत गोटे कौन सी बही भाया दिंतु जो कि 1000 वर्ष पूर्व जो गोटे जिन लेखाई 1000 वर्ष पर फुलफिल होटे ना से भाया बही केवल बाइबल रे ही अच्छे। आप पढ़े द्वितीय तिमोथी 3 अध्याय 16 आ 17 से कौन कहते कौन समस्त शास्त्र ईश्वर निष्पषित एवं शिक्षा अनुयोग संशोधन और धार्मिकता सम्बन्धी शासन निमंते उपकारी जेपरी ईश्वर लोक सिद्ध हो समस्त उत्तम कार्य निमंते सुसज्जित हुए। तो ये जो माने बाइबल जो माने आम इंग्लिश जो स्क्रिप्चर कहूँ एगुड़ा इंस्पायर्ड बाय गॉड। तो ये जिनसटा को आम माने प्रूफ करि परिबा एटा को कि एटा हेइछला बोली जोड़ा कि तिमोथी को पाउल लिखुचंती 3 अध्याय 16-17 पद जो द्वारा कि आम माने माने राइचियसनेस है कि बंच पारिबा किमा सिद्ध है कि बंच पारिबा कि नहीं आम जो जिनसटा आम पढ़ुचु कि जानूचु सबुठारु माने सत्य वाक्य। आ गोटे जिन मुझे चाहे कि जीशु टाइम रे गुड़ाए लोक क्रुशबिद्ध होते माने क्रुशबिद्ध होते से टाइम एमती नुह कि जीशु जड़े ही मात्र लोक क्रुशबिद्ध होती पृथ्वी तांकोरी टाइम रे तांकोरी माने जीवन काल रे जेतले से पृथ्वी रे से टाइम रे गुड़ाए लोक को क्रुशबिद्ध होती क्रुशबिद्ध कराई किंतु यही तांकर क्रुशबिद्धटा एत इम्पोर्टाट कहीं जो कि बाइबल माने लोक पढ़ुं जीवन विषय पढ़ुं मृत्यु विषय पढ़ुं पुनरुत्थित विषय पढ़ुं आउ
विभिन्न प्रकार शिष्य माने जो मन कि माने बाइबल प्रचार करा उद्देश्य बाहरिले से माने निजर जीवन भी देले जमती थॉमस आसिक इंडिया रे निजर मृत्युवरण कले से कहीं करेंगे जदि यही लोक माने जीशु विषय से जदि निज आखि आगे देखिकी जदि से बुझी पार न था ताहले से इंडिया आसिक निज जीवन से दे न था मुझे सब कह उद्देश्य है कि माने पुरातन टाइम गुड़ाए जो लोक गुड़ाक विभिन्न प्रकार माने किए माने सूर्य को पूजा करते किए पत्थर को पूजा करते किए गछ को पूजा करते एभला सब आइडोलेटरी करी सब पूजा करते कि प्रार्थना करते और जीसस गोटे एमती व्यक्ति जे पृथ्वी को आसिले आ से जो कहले जोटा से निजक निजे जो कहले कि मु माने सदाप्रभुଙ୍କର पुत्र बोली से सेटा को जणे मात्र केवल से प्रूफ करि पारले ता प्रूफ पूर्वर गुड़ाए भाववादी माने जो तांको विषय लिखिथिले से गुड़ाक मध्य सिद्ध होइके अछि तेणुक लुक लुक तार 24 अध्याय माने 44 पदरे जीसस समान को कहउछंती मु एई माने कथा गुड़ाक मु तुमको कहिथिली कि everything must be fulfilled that is written about me in the law of Moses and prophet and the psalm तो कह अर्थ है कौन कि मु जतले तुम पाखरे थिली मु तुम सब कही आउ एवरीथिंग मस्ट बी फुलफिल जोटा कि लेखा अच्छी लॉ ऑफ मोसेस माने जो 5टा बही जेनेसिस हो कि ड्यूटोनॉमी हो जो से बही गुड़ाक आ विभिन्न प्रॉफिट द्वारा जो लेखा था केवल मो विषय लेखा था आउ से गीत संगीत आम जोटा पढ़ुछु से सब मो विषय लेखा था बोली से कहउछन गुड़ाए टाइम रे मु माने देखे कि हिंदू माने ख्रिस्टान मान को ब्लेम करछंती कि जे ख्रिस्टान माने हिंदू मान को कन्वर्ट करछंती बोली मु केवल गोटे विषय कहया को चाहू जे अपन माने काहा को कन्वर्ट करिया दरकार नाही आपण माने केवल बाइबल रो रियल विषय रे ही कहवा दरकार काना मु एम जेमति बुझेली बाइबल रे एभला जिंस अछि जोटा कि कौन सी धर्म शास्त्र ग्रंथ नाही तो जो बाइबल प्रोफेसीटा एथि ही माने इम्पोर्टेंट लोक मान को बुझा उद्देश्य जो मान को माने एग्जांपल दिया जीवो कि नाही पुरातन टाइम रे माने सदाप्रभु भाववादी द्वारा कथावार्ता कले आ वर्तमान नूतन टाइम रे से निज पुत्र द्वारा कथावार्ता करुछंती तांकर जो क्रोनोलॉजी माने जो ऑर्डर सेटा जदि आमे लोक मान को जणे पारबा ठीक से मत लागोनी कि का को आमे माने कन्वर्ट करिया पे बाध्य करिया कि कोन लोक बुझी पारबे जिंसटा को कि माने एटा गोटे सत्य वाक्य जोटा कि आमे आखि आगे देखि पारुछु काना लोकों को विषय जानिया को हले गोटे प्रूफ दरकार गोटे विटनेस दरकार गोटे माने सॉलिड इनफॉरमेशन दरकार गोटे विषय जानिया को हले तो से सॉलिड इनफॉरमेशन कौन कि जीसु ख्रीष्ट पृथ्वी को आसिले तांकर मनुष्य धारण रूप धारण करिके आ से आम पापों को निमंते से मृत्युवरण कले आ से पुनरुत्थित हले वर्तमान से स्वर्ग राज्य माने स्वर्गारोहण करी से निज पितांकर दक्षिण पार्श्व से माने अछंते एई जो जिंस मु कहली एई जिंसटा जीसु को आसिया पूर्व 1000 वर्ष पूर्व ये सब जिन लेखा अच्छे तो ये जिनटा को आम जब ठीक से लोक को रिप्रेजेंट कर तार अर्थ से ठीक से यहाँ जापर आपण हिंदू मान को केबे पचारे कि भाई आपण को शास्त्र एभा किसी लेखा अच्छी जो थी कि एमती 200-300 वर्ष पूर्व कौन सी भगवान को ऊपर किसी तुम लेखा थिला कि आउ जोटा कि एबे फुलफिल है कि आपण माने देखि पारुछन निज आखिरे ए सब जिंस तांको पचारा कथा तो सेकंड पॉइंट हो जे कोन आमे केम जानिबा कि बाइबल रे जो जिंस लेखा होइछि सेटा सत्य कि नाही
ଆଉ ଫୁଲଫିଲ୍ ହେଇଛି କି ନାହିଁ ବୋଲି। ମୁଁ ଆପଣମାନଙ୍କୁ ଗୋଟେ ଜିନିଷ କହିବାକୁ ଚାହେଁ କି ବାଇବେଲ ଆମ ଦାସିଙ୍ଗବାଡ଼ି ବିଷୟରେ କିମ୍ବା ଆମ ଓଡ଼ିଶା ବିଷୟରେ କିମ୍ବା ଆମ ଇଣ୍ଡିଆ ବିଷୟରେ କେବେ ଲେଖା ହେଇନି। ବାଇବେଲ କେବଳ ଇସ୍ରାଏଲ ଲୋକଙ୍କ ପାଇଁ ଲେଖା ଅଛି, ଆଉ ଜେରୁସାଲେମ ବିଷୟରେ ଲେଖା ଅଛି। ବିଭିନ୍ନ ଭାବବାଦୀ ମଧ୍ୟ ସେଇ ଇସ୍ରାଏଲାଇଟ୍ ଲୋକଙ୍କୁ ଆଉ ସେ ଜେରୁସାଲେମ ବିଷୟରେ ସେ ଲେଖୁଅଛନ୍ତି। ଆଉ ଗୋଟେ କଥା ଆପଣମାନଙ୍କୁ କହିବାକୁ ଚାହେଁ କି ବାଇବେଲ ପ୍ରୋଫେସି ଜାଣିବାକୁ ହେଲେ ପୁରା ହିଷ୍ଟ୍ରି ଜାଣିବାକୁ ପଡ଼ିବ। ହିଷ୍ଟ୍ରି କେଉଁଠୁ ଜାଣିବାକୁ ପଡ଼ିବ, ମାନେ ଜେରୁସାଲେମରେ କ'ଣ ହେଇଥିଲା, ମାନେ 2000 ବର୍ଷ ପୂର୍ବରୁ ହଉ 3000 ବର୍ଷ ପୂର୍ବରୁ ତାର ହିଷ୍ଟ୍ରି ଆମକୁ ଜାଣିବାକୁ ପଡ଼ିବ। ଆଉ ଇସ୍ରାଏଲରେ ମାନେ ଟୋଟାଲ ଯେଉଁ ଇସ୍ରାଏଲ କଣ୍ଟ୍ରିର ଅଛି ତାର କ'ଣ ମାନେ ତାର ମାନେ କେମିତି ଇସ୍ରାଏଲ ସୃଷ୍ଟି ହେଲା କିମ୍ବା ଇସ୍ରାଏଲାଇଟ୍ ଲୋକ କେଉଁଠୁ ଆସିଲେ, ତାର ଯେଉଁ ପୁରା ହିଷ୍ଟ୍ରି ଆମେ ଯଦି ପୁରା ହିଷ୍ଟ୍ରି ଜାଣିବା ତାହେଲେ ଆମେ ଦେଖିପାରିବା ନିଜ ଆଖି ଆଗରେ କି ହଁ ଏଇ ଜିନିଷ ଗୁଡ଼ାକ ବାଇବେଲରେ ଲେଖା ହେଇଥିଲା, ଏଇଟା ଫୁଲଫିଲ୍ ହେଇଛି ବୋଲି। ତେଣୁକରି ଫାଷ୍ଟ ଆମକୁ ଇସ୍ରାଏଲର ଲୋକେସନ୍ ମାନେ ଯେଉଁ ଜାଗାର ନାଁ ଗୁଡ଼ାକ, ଯେମିତି ଗୁଡ଼ାଏ ଜାଗା ନାଁ ଲେଖା ହେଇଛି, ଯେମିତି ଜୁଦିଆ, ସମେରିଆ, ଜେରୁସାଲେମ, ଗାଲିଲି, କପରନିୟମ, ଯେ ସବୁ ନାଁ ଆପଣମାନେ ଶୁଣୁଛନ୍ତି ବାଇବେଲ ଯେଉଁ ଲେଖା ଅଛି, ସେଇ ଜିନିଷଟାକୁ ଆପଣ ଜାଣିପାରିବେ ଯଦି ଆପଣମାନେ ଆଜିକା ଡେଟ୍ରେ ଯଦି ପୁରାତନ ନିୟମ ଓ ନୂତନ ନିୟମକୁ ଖୋଲିକି ଦେଖିବେ ଆଉ ଇସ୍ରାଏଲ ଦେଶକୁ ଦେଖିବେ ବୋଲେ ଆପଣ ଜାଣିପାରିବେ କି ହଁ ଏଇଟା ଚାଲିଛି ଗୋଟେ ମାନେ କରେକ୍ଟଲି ଚାଲିଛି କିମ୍ବା କରେକ୍ଟଲି ଯେଉଁ ଲେଖା ହେଇଛି ସବୁ କରେକ୍ଟଲି ସେ ପୋଜିସନ୍ ଗୁଡ଼ାକ ସବୁ ଜାଗାରେ ଅଛି ବୋଲି। ତା ଅର୍ଥ ଏହା କି ଇସ୍ରାଏଲରେ କ'ଣ ଘଟୁଛି କ'ଣ ଘଟୁନି ଯେତେବେଳେ ଆମେ ଜାଣିପାରିବା ତାହେଲେ ଆମେ ଯେଉଁ ଯୀଶୁଙ୍କର ପ୍ରଫେସି ହଉ, ମାନେ ସଦାପ୍ରଭୁଙ୍କର ଯେଉଁ ପ୍ରଫେସି ହଉ, ସେଇଟାକୁ ଆମେ ଜାଣିପାରିବା। ତ ଆମେ ଯେମିତି କ୍ୟାଲେଣ୍ଡରରେ ଯେମିତି ଜାନୁଆରୀ ମାସ ଖୋଲୁଛୁ, ଫେବୃଆରୀ ମାସ ଖୋଲୁଛୁ, ଆମର କ୍ୟାଲେଣ୍ଡର ରହିଛି ଗୋଟେ ମାନେ ପ୍ରଥମ ମାସରୁ 12 ମାସ ପର୍ଯ୍ୟନ୍ତ, ସେଭଳିଆ ଗଡ଼ର କ୍ୟାଲେଣ୍ଡର ବି ମଧ୍ୟ ଅଛି। ଗଡ଼ର କ୍ୟାଲେଣ୍ଡର କ'ଣ ନା ପୃଥିବୀ ଷ୍ଟାର୍ଟ କେଉଁଠି ହେଲା, ଆଦମ ଏଭା ଷ୍ଟାର୍ଟ ହେଲେ, ତାପରେ ଯାଇକି ମାନେ ମଝିରେ ଯୀଶୁଖ୍ରୀଷ୍ଟ ଆସିଲେ, ତାପରେ ବର୍ତ୍ତମାନ ଯେଉଁ ଦ୍ୱିତୀୟ ବାର ପୁଣି ପୃଥିବୀକୁ ଆସିବାର ଯେଉଁ ଟାଇମ୍ ଅଛି, ଏଇ ଯେଉଁ କ୍ୟାଲେଣ୍ଡର, ଏଇ ଯେଉଁ ଟାଇମ୍ ଲାଇନ୍, ଏଇ ଟାଇମ୍ ଲାଇନ୍ ଜାଣିବାକୁ ହେଲେ ଆମମାନଙ୍କୁ ଫାଷ୍ଟରେ ଇସ୍ରାଏଲରେ କ'ଣ ହେଉଛି ଜାଣିବାକୁ ପଡ଼ିବ, ଜେରୁସାଲେମରେ କ'ଣ ହେଉଛି ଜାଣିବାକୁ ପଡ଼ିବ। କାହିଁକିନା ଯେତେ ସବୁ ଜିନିଷ ଲେଖା ଅଛି ବାଇବେଲରେ ଏଇ ଚାରି ପାଖରେ ହିଁ ସବୁ ଲେଖା ଅଛି। ତେଣୁକରି ବାଇବେଲ ପ୍ରୋଫେସିକୁ ଜାଣିବାକୁ ହେଲେ ଆମମାନେ ଇତିହାସ ଆଉ ଜୋଗ୍ରାଫି ଏ ଦୁଇଟା ଜିନିଷକୁ ଭଲ ଭାବରେ ଜାଣିବା ଦରକାର। ଜୋଗ୍ରାଫି ମାନେ ଲୋକେସନ୍, କେଉଁ ଜାଗାରେ କ'ଣ ହେଇଥିଲା କ'ଣ ନାହିଁ, ବର୍ତ୍ତମାନ କ'ଣ ହେଉଛି, ଏସବୁ ଜାଣିଲେ ଆମେମାନେ ବାଇବେଲ ପ୍ରୋଫେସିଟିକୁ ପୁରା ଆରାମସେ ବୁଝିପାରିବା। ମୁଁ ଆପଣଙ୍କୁ କିଛି ମୁଁ ଏକ୍ଜାମ୍ପଲ୍ ଦେବି, ଯେଉଁ ଏକ୍ଜାମ୍ପଲ୍ରେ ଆପଣ ଜାଣିପାରିବେ କି ହଁ ଏଇଟା ମାନେ କାହିଁକିନା ଏଇ ଏକ୍ଜାମ୍ପଲ୍ର ଆମ ଆଖି ଆଗରେ ଦେଖାଯାଉଛି, ଯେଉଁଟାକି ଆମେ ଜାଣିଛୁ, ଯେଉଁଟାକି ମାନେ ଆମେ ବର୍ତ୍ତମାନ ଟାଇମ୍ରେ ଆମେ ସେଇଟାକୁ ବୁଝିପାରିବା। ଆପଣମାନେ ଜାଣିଥିବେ କି ନାହିଁ, ବେଥଲେମ୍ ବୋଲି ଇସ୍ରାଏଲରେ ଦୁଇଟା ଜାଗାରେ ନାଁ ଅଛି। ଗୋଟେ ଜେରୁସାଲେମର ଗୋଟେ ସାଉଥରେ ଗୋଟେ ଯେଉଁ ବେଥଲେମ୍ ଅଛି, ଯେଉଁଠିକି ଯୀଶୁଖ୍ରୀଷ୍ଟଙ୍କ ଜନ୍ମଗ୍ରହଣ ବୋଲି ଯେଉଁ ବାଇବେଲରେ ଲେଖା ଅଛି, ଆଉ ଗୋଟେ ଗାଲିଲି ପାଖରେ ଗୋଟେ ବେଥଲେମ୍ଟା ଅଛି। କିନ୍ତୁ ଆପଣ ଯଦି ବାଇବେଲ ପଢ଼ିବେ ବୋଲେ ମାଇକା ତାର 5 ଅଧ୍ୟାୟ 2 ପଦରେ ସେ ଲେଖୁଛନ୍ତି କ'ଣ କି ବେଥଲେମ୍ ଅଫ୍ ଜୁଦିଆ, ଯେଉଁଥିରେ କି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବ ବୋଲି। ଆଉ ସେଇ ଜନ୍ମ ହେଲା ପରେ ମାଥ୍ୟୁ ତାର 1 ଅଧ୍ୟାୟ 4 ପଦରେ ସେ ମଧ୍ୟ ସେଇ ଜିନିଷଟାକୁ ସେ ଲେଖୁଛନ୍ତି କି ଯୀଶୁଖ୍ରୀଷ୍ଟ ଏଇ ଜାଗାରେ ଜନ୍ମ ହେଲେ ବୋଲି। ମାଇକା ହଉ କିମ୍ବା ମିକା ଯାହା ବି ଆପଣ କହୁଛନ୍ତି, ସେ 800 ବର୍ଷ ପୂର୍ବରୁ ଏ ବିଷୟରେ ଲେଖିଥିଲେ କି ବେଥଲେମ୍ ବୋଲି ଗୋଟେ ଜାଗାରେ ଏଇଭଳିଆ ଗୋଟେ ଜନ୍ମଗ୍ରହଣ হবে ବୋଲି। 800 ବର୍ଷ ପୂର୍ବରୁ ଲେଖା ହେଇଥିଲା। ଆଉ ମାଥ୍ୟୁ ତାକୁ ମଧ୍ୟ ଏଇ 2000 ବର୍ଷ ପୂର୍ବରୁ ସେ କହୁଛନ୍ତି ସେଇଭଳିଆ ଲେଖା ମାନେ ବେଥଲେମ୍ରେ ଜନ୍ମ ହେବେ ବୋଲି। ଯେଉଁ ମୁଁ କହିଲି ଜୋଗ୍ରାଫିରେ ଇମ୍ପୋର୍ଟାଣ୍ଟ ବୋଲି, ଏ ବେଥଲେମ୍ ଯେଉଁ କଥାଟା କହିଲି, ଯେଉଁଟାକି ଦୁଇଟା ବେଥଲେମ୍ ଅଛି, ତା ଭିତରୁ କେଉଁ ବେଥଲେମ୍ରେ ସେ ଜନ୍ମଗ୍ରହଣ କରିବେ ସେଇଟା ଏକ୍ଜାକ୍ଟଲି ସେ ବହିରେ ଲେଖୁଛନ୍ତି।
ତ ଏଥିପାଇଁ ଇତିହାସ ଆଉ ଜୋଗ୍ରାଫି ଯେତେବେଳେ ଜାଣିବେ ରିଲିଜନ୍ ପଢ଼ିବା ପାଇଁ ମାନେ ଯେଉଁ ବାଇବେଲ ପଢ଼ିବା ପାଇଁ ଆପଣଙ୍କୁ ବହୁତ ଖୁସି ଲାଗିବ। ସେତେବେଳେ ଆପଣ ଜାଣିପାରିବେ ଭାଇ ମୁଁ ଯେଉଁଟା କାମ ବି କରୁଛି ସେଇଟା ବହୁତ ମାନେ ତାର ଗୋଟେ ରିଏଲ୍ ଅଛି ମିନିଂ। ଏମିତି ନୁହଁ କି ଖାଲି ପିଲି ଗୋଟେ ମାନେ ଖ୍ରୀଷ୍ଟିଆନ ହେଇଛି ବାଇବେଲ ମାନେ ଗୋଟେ ଧର୍ମ ଗ୍ରହଣ କରିଛି ତ କରିଛି ସେଗୁଡ଼ା ନୁହଁ। ତାର ଗୋଟେ କିଛି ରିଆଲିଟି ବି ଥିବା ଦରକାର। ମାନେ ତାର ଯଦି ରିଆଲିଟି ନଥିବ ତାହେଲେ କାହିଁକି ଆମେ ଯାଇକି ମାନେ ଚର୍ଚ୍ଚକୁ ଯାଇକି ଚାନ୍ଦା ଦେବାକୁ ପଡ଼ିବ ଲୋକଙ୍କୁ କିମ୍ବା ଘଣ୍ଟାଏ ବସିକି ଟାଇମ୍ ୱେଷ୍ଟ କରିବ ଜଣେ କ'ଣ। କିଛି ଗୋଟେ ରିଆଲିଟି ଥିବା ଦରକାର। ଯେଉଁ ଜିନିଷ ଆମେ ଜାଣିପାରୁଛୁ ତାର ଯଦି ରିଆଲିଟି ନଥିବ ତାହେଲେ ଯାଇକି ଲାଭ କିଛି ନାହିଁ। ଏଇଟା ତ ଗୋଟେ ଏକ୍ଜାମ୍ପଲ୍ ଦେଲି। ଆଉ ଗୋଟେ ଏକ୍ଜାମ୍ପଲ୍ କ'ଣ କହିଲି, ଜାକରାୟଣ ଯଦି ଆପଣ ପଢ଼ିବେ 9 ପଦ ପଢ଼ିବେ, ସେ ଯେଉଁ ଡଙ୍କି ବିଷୟରେ ସେ ଲେଖୁଛନ୍ତି କି ଏଇ ଡଙ୍କିରେ ବସିକି ସେ ଜେରୁସାଲେମକୁ ଯିବେ ବୋଲି। ଏଇଟା ତ 800 ବର୍ଷ ପୂର୍ବରୁ ସେ ଲେଖା ହେଇଥିଲା। କିନ୍ତୁ ଜିସସ୍ ଖ୍ରୀଷ୍ଟ ଯେତେବେଳେ ଆସିଲେ ସେ ସେତେବେଳେ ଯେତେବେଳେ ଜେରୁସାଲେମକୁ ଯାଉଛନ୍ତି ସେ କେଉଁଠି ବସିକି ଯାଉଛନ୍ତି, ସେ ଡଙ୍କିରେ ହିଁ ବସିକି ଯାଉଛନ୍ତି। ଆଉ ଯେଉଁଟାକି ମାଥ୍ୟୁ ସେ 2 ଅଧ୍ୟାୟ ଆପଣ 21 ଅଧ୍ୟାୟ 1ରୁ 11 ପଦରେ ପଢ଼ିବେ ଯଦି ତାର ପୁରା ବିବରଣୀ ଲେଖା ଅଛି କେମିତି ସେ ଯାଉଛନ୍ତି ବୋଲି। ଏଇଟା ତ ମାନେ ମାନେ ମୁଁ ଖାଲି ଜଷ୍ଟ ଗୋଟେ ଦେଖାଇବା ପାଇଁ ଚାହୁଁଛି କି ମାନେ ପୂର୍ବରୁ କ'ଣ ଲେଖା ହେଇଥିଲା ଆଉ ସେଇଟା କେମିତି ଫୁଲଫିଲ୍ ହେଉଛି ଆଉ କେଉଁ ଜାଗାରେ ଫୁଲଫିଲ୍ ହେଉଛି ସେ ବିଷୟରେ ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି, ଯେଉଁ ବାଇବେଲ ପ୍ରଫେସି ଫୁଲଫିଲ୍ ହେବାର। ତାପରେ ଯୀଶୁଙ୍କର ଯେଉଁ ଡେଥ୍, ତାଙ୍କର ଯେଉଁ ମୃତ୍ୟୁବରଣ ହେଲା, ବିଭିନ୍ନ ପ୍ରଫେସି ଗୁଡ଼ାଏ ଜାଗାରେ ଅଛି। କିନ୍ତୁ ମୁଁ କେବଳ ଛୋଟିଆ ଛୋଟିଆ ମାନେ ବାକ୍ୟକୁ ମାନେ କହିବା ପାଇଁ ଏଥିପାଇଁ ଚାହୁଁଛି କି ଜଷ୍ଟ ଆମେ ଜାଣିଛେ ଯୀଶୁଙ୍କ ଜନ୍ମ ବେଥଲେମରେ ବୋଲି, ତେଣୁକରି ମୁଁ ଏଇ ଜିନିଷଟା କହିଲି। ତାପରେ ଆମେ ଜାଣିଛେ ଡଙ୍କିରେ ସେ ମାନେ ଜେରୁସାଲେମକୁ ଏଣ୍ଟ୍ରି କରିଥିଲେ ବୋଲି। ତ ଏଇଗୁଡ଼ାକ ଆମେ ଜାଣିଛେ, ତେଣୁକରି ମୁଁ ଏଇ ଏକ୍ଜାମ୍ପଲ୍ ଭିତରେ ହିଁ ରହୁଛି। ମୁଁ ତ ଗୁଡ଼ାଏ ପ୍ରଫେସି ତ ଗୁଡ଼ାଏ ଅଛି, କିନ୍ତୁ ମୁଁ ଏଇ ଏକ୍ଜାମ୍ପଲ୍ ଏଥିପାଇଁ ହିଁ ଦେଉଛି କି ଆମେ ଏଇଗୁଡ଼ାକ ଆମେ ଅଲରେଡ଼ି ଜାଣିଛୁ ବୋଲି। ତାପରେ ଯୀଶୁଙ୍କର ଯେଉଁ ମୃତ୍ୟୁବରଣ ଯେଉଁ ହେଲା, ମୃତ୍ୟୁ ହେବାର ଜିନିଷ ଗୁଡ଼ାକ ସେ ଆପଣ କେବେ ବିଶ୍ୱାସ କରିପାରିବେନି। ଡେଭିଡ୍ କିଙ୍ଗ ଯିଏ ସିଏ ତାଙ୍କର ସେ ଜିନିଷଟାକୁ ଲେଖୁଛନ୍ତି କି ତାଙ୍କର କେମିତି ମୃତ୍ୟୁବରଣ ହେବ ବୋଲି। ଆମେ ଯଦି ଗୀତ ସଂହିତା ମାନେ 22 ଅଧ୍ୟାୟ 16ରୁ 20 ପଦ ପଢ଼ିବା ବୋଲେ ଆପଣ ଜାଣିପାରିବା କି ଏକ୍ଜାକ୍ଟଲି ସେଠି ସେ କ'ଣ ବିବରଣୀ କରୁଛନ୍ତି ଯୀଶୁଙ୍କର ମୃତ୍ୟୁ ବିଷୟରେ। ଏମିତି ତ ଗୁଡ଼ାଏ ପ୍ରଫେସି ଅଛି। ଯିଶା ଭବିଷ୍ୟତ ପ୍ରଫେସି ଯଦି ଆମେ ପଢ଼ିବା 53 ହଉ, ଗୁଡ଼ାଏ ଜାଗାରେ ସେ ସବୁ ବିଷୟରେ ଲେଖୁଛନ୍ତି। କିନ୍ତୁ ଏଗୁଡ଼ାକ ହେଉଛି ଗୋଟେ ମାନେ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ାକ ଯେଉଁଟାକି ଯୀଶୁଙ୍କର ଜନ୍ମସ୍ଥାନ ହଉ କିମ୍ବା ଯୀଶୁଙ୍କର ମରଣ ହଉ, କେମିତି ହେଲା କ'ଣ ନାହିଁ, ଏଇଗୁଡ଼ାକ ମାନେ ବହୁତ ପୁରୁଣା ଟାଇମ୍ରେ ଲେଖା ହେଇଥିଲା। ବହୁତ ମାନେ ଟାଇମ୍ ଯୀଶୁଙ୍କର ଆସିବା ପୂର୍ବରୁ ଆଉ ଯୀଶୁଙ୍କ ଆସିଲା ପରେ କ'ଣ କ'ଣ ଫୁଲଫିଲ୍ ହେଉଛି ସେଇଟା ଆପଣମାନେ ଏଠି ଜାଣିପାରିବେ। ଯୀଶୁଙ୍କ ବିଷୟରେ ଯାହା ଯାହା ଲେଖା ହେଇଥିଲା ସବୁ ଫୁଲଫିଲ୍ ହେଇଛି। ଆଉ ସେମିତି କିଛି ବର୍ତ୍ତମାନ ଯୀଶୁଙ୍କ ବିଷୟରେ କିଛି ନାହିଁ। ଯଦି ଆପଣମାନେ ଆମ iChangeର ଫେସବୁକ୍ରେ ଯେଉଁ କଭର୍ ଫଟୋ ଦେଖିବେ ସେଠି ଗୋଟେ ଟାଇମ୍ ଲାଇନ୍ ମୁଁ ରଖିଛି, ଯେଉଁଥିରେ କି ଆପଣ ଜାଣିପାରିବେ କି ଆମେ କେଉଁ ଲାଇନ୍ରେ ଅଛୁ ଆଉ କେଉଁ କ'ଣ କ'ଣ ବାଇବେଲ ପ୍ରଫେସି ବର୍ତ୍ତମାନ ପର୍ଯ୍ୟନ୍ତ ଫୁଲଫିଲ୍ ହେଇଛି, ଇମ୍ପୋର୍ଟାଣ୍ଟ ବାଇବେଲ ପ୍ରଫେସି ଆଉ କ'ଣ କ'ଣ ହେବାର ବାକି ଅଛି ସେଠି ଆପଣମାନେ ସେ କଭର୍ ଫଟୋ ଦେଖିବେ ଯଦି ଆପଣମାନେ ଜାଣିପାରିବେ। କାହିଁକିନା ଯଦି ଯୀଶୁଖ୍ରୀଷ୍ଟ ସବୁ ଜିନିଷ ମାନେ ଫୁଲଫିଲ୍ କରିଛନ୍ତି ବାଇବେଲ ପ୍ରଫେସି, ତାଙ୍କର ଜନ୍ମ, ତାଙ୍କର ମୃତ୍ୟୁ, ତାଙ୍କର ସ୍ୱର୍ଗାରୋହଣ ଆଉ ଯେଉଁ ପବିତ୍ର ଆତ୍ମା ଶକ୍ତି ପୃଥିବୀରୁ ଆଣିବା, ଏଇ ଯେଉଁ ଯେତେ ସବୁ ସେ ଯେଉଁ କହିଥିଲେ ସେ ସବୁ ଯଦି ସେ ଫୁଲଫିଲ୍ କରିଛନ୍ତି, ବାକି ଯେଉଁ ଫୁଲଫିଲ୍ ହେଇନି ଯେଉଁଟାକି ମାନେ ତାଙ୍କର ସେକେଣ୍ଡ କମିଂ, ଯେଉଁଟାକି ଏଇ ପୃଥିବୀରେ ପ୍ରଳୟ ହେବ 7 ବର୍ଷର ଯେଉଁ ବାଇବେଲ ପ୍ରଫେସି ଅଛି, ଏଇଗୁଡ଼ାକ ସବୁ ହେଇନି ଯେଉଁଟା, ସେଇଟା ହେବା ପାଇଁ କିଛି ପ୍ରୋବ୍ଲେମ୍ ନାହିଁ। ଯେହେତୁ ସେ ଅଲରେଡ଼ି ଅଲଗା ଜିନିଷ ସବୁ କରିସାରିଛନ୍ତି, ସେମିତି କିଛି ନାହିଁ କି ସେ ସେଇଟା କରିବେନି ବୋଲି, ସେ ସେଇଟା ନିଶ୍ଚୟ କରିବେ। ତ ବାଇବେଲ ପ୍ରଫେସି ଜାଣିଲା ପରେ ଆମର ଲାଭ କ'ଣ ଅଛି? ଏଇ ଜାଣିଲେ ଆମକୁ କ'ଣ ଅଧିକା ମିଳୁଛି? ଏଇଗୁଡ଼ାକ ମନରେ ଗୋଟେ ଲୋକଙ୍କ ମନରେ କ୍ୱେଶ୍ଚିନ୍ ଆସୁଥିବ। ଫାର୍ଷ୍ଟ କଥା ହେଉଛି ବାଇବେଲ ପ୍ରଫେସି ଜାଣିଲେ ଆମେ ନିଜକୁ ନିଜେ ପ୍ରିପେୟାର ହେଇକି ରହିପାରିବା ଆଉ ଲୋକମାନଙ୍କୁ ମଧ୍ୟ ପ୍ରିପେୟାର କରାଇପାରିବା, ଯାହାଫଳରେ ଲୋକମାନେ ଯୀଶୁଙ୍କୁ ଫଲୋ କରିପାରିବେ ଆଉ ତାଙ୍କର ଯେଉଁ ଗସ୍ପେଲ୍, ଯେଉଁଟାକି ମୁଁ ସବୁବେଳେ କହେ ଗସ୍ପିଲ୍ ବୋଲି, ମାନେ ପିଲ୍ ମାନେ ମେଡ଼ିସିନ୍, ଗସ୍ପିଲ୍ ତ ଗସ୍ପିଲ୍ଟାକୁ ସେମାନେ ଜାଣିପାରିବେ।
तार अर्थ से प्रभु को निजक प्रभु विषय से जापर आ गॉस्पेल मान हूँ कौन केवल ये माने सुसमाचार हूँ कि जीसस ख्रीस्ट आम पाप निमंते से मृत्युवरण कले सी स्वर्ग माने पुनरुत्थित होले आ सी गोटे दिन आसिकी आम मानक से पाक नहीं जीव यहाँ हूँ बाइबल प्रोफेसी मैंने कौन सुसमाचार यहीटा लोक मान कह दरकार तापर आउ गोटे जिन जापर आम बाइबल प्रोफेसी जाने कि बाइबल कौन कौन लेखा अच्छे आ कौथि बाइबल गुड़ाए प्रमिस लेखा अच्छे कि माने समस्त माने यही जो आम जमी माने प्रमिस माने कौन कि माने गोटे ख्रीस्टान लाइफ रे आमर कौन कौन होप मिल पार गोटे ख्रीस्टान लोक हिसाब से जमीक देखु आम पृथ्वी प्रलय हम से 7 वर्ष जोटा से लिखुंट किंतु गोटे ख्रीस्टान हिसाब से आमर माने आमको तो जना अच्छे कि प्रलय हम बोली किंतु आम गोटे ख्रीस्टान हेले आमको कौन माने फायदा अच्छी कि प्रॉफिट अच्छी कि आपड़ कहींपर कि मुझे जीसु को फॉलो करुँची किंतु ख्रीस्टान माने ख्रीस्टान हिसाब से जीसु को फॉलो करुँची वाक्य शुणुची वाक्य बुझुची तो फिर ये 7 वर्ष जो प्रलय सी पृथ्वी को आने चाहते मुझे जो ख्रीस्टान है कि फॉलो कर फायदा कौन यही गुड़ाक आपण मैंने जापर कि बाइबल प्रोफेसी कौन कौन लेखा कौन कौन प्रमिज लेखा अच्छे जमती कि मु कहली ये जो 7 वर्ष जो टाइम लाइन माने जो देइछन्ते माने कि 7 वर्ष तुम लोक ऊपर जो क्रोध प्रभुंकर जो क्रोध हम कि प्रभुंकर जो ताड़ना हम से गुड़ाक माने ठारू केमती आमे ख्रीस्टान हिसाब से अवॉइड करवा से प्रमिज गुड़ाक लेखा अच्छे जमती कि माने राप्चर हवा जोटा कि मु नेक्स्ट मोर टॉपिक रे मु कहबी कि माने राप्चर विषय में कहबी कौन से एक्जाक्टली बोले तो यही भाया गुड़ाए प्रमिज लेखा अच्छी बाइबल रे जो प्रमिज गुड़ाक कि आम जानी न पारिबा जो आम हुए तो एमती मरिया जो थी कि आम बिना पढ़ी कि बिना जानिकी तो मुझे चाहूनी कि आम लोक मैंने एमती मरतु जमती पाखे इनफर्मेशन न थाई मुझे चाहूँगी से मरतु पाखे फुल इनफर्मेशन थाई तो एथि आपण मैंने बाइबल पढ़ले जापर कौन कौन प्रमिज लेखा अच्छे आउ कौन कौन आम माने जापर आमको कौ भाया प्रिपेयर होगा पड़ो केमती रहा पड़ो सब जिन से लिखुन बर्तमान पृथ्वी रे गुड़ाए केओस है चलती पृथ्वी कोरोना भाइरस रो प्रकोप चलती बर्तमान विभिन्न प्रकार जो पालंग पोक आसिक जो खाद्य नष्ट कर सब जिन माने पूरा पृथ्वी रे गुड़ाए लोक आउ होप ना यूनो समस्त गोटे माने स्ट्रेसफुल होती लोक मान जॉब जाऊँगी लोक माने खाद्य पाई पार ना जमी आम इंडिया रे आपण मैंने देखिए लोकंर जो इमिग्रांट लोकंर केमती प्रॉब्लम हो सब जिन गुड़ाक सब बर्तमान चली आम आखि आगे आम देखुचु आम आखि आगे सब हो तो से ख्रीस्टान हिसाब से मुझे कहली आमर कौन एमती होप अच्छे जो आम गोटे ख्रीस्टान धर्म ग्रहण करके बस रही कि बिना एक्सपेक्ट कर तो मु खाली गोटे जिन कह चाहे कि ये सब जिन गुड़ा लेखा अच्छी बाइबल ऑलरेडी कि अंतिम दिन गुड़ाक ये सब हम बोली आम ऑलरेडी जानी सारी ये विषय सेमती किसी नुआ जिन लेखा है माने कौन नुआ जिन किसी आम देखुनु आम जाचु माने बाइबल लेखा अच्छे कि अंतिम दिन गुड़ाक ये सब हम बोली किंतु गोटे ख्रीस्टान हिसाब से आमर कौन बिलीव रहा दरकार आम कौन जाना दरकार ख्रीस्टान हिसाब से प्रभु आम को गुड़ाए प्रिविलेज देइछन्ते प्रिविलेज माने गोटे माने गोटे टिकट टाइप रो देइछन्ते जो टिकट रे कि आम तांको सहित रही पारिबा
ତାଙ୍କ ସହିତ ରହିପାରିବା ମାନେ କ'ଣ, ଯେଉଁ ଚର୍ଚ୍ଚର ରାପଚର୍ ଯେଉଁ ହେବ ତା ବିଷୟରେ ସେ ମାନେ ଆମକୁ ସେ ଟିକଟଟା ଦେଇଛନ୍ତି କି ପୃଥିବୀରେ ଏଭଳିଆ ପ୍ରଳୟ ହେଉଥିବ କିନ୍ତୁ ମୁଁ ମୋ ପିଲାମାନଙ୍କୁ ସାଇତି କରି ରଖିବି। ଆଉ ସେଥିପାଇଁ ମୁଁ ଏ ରାପଚର୍ ବୋଲି ଯେଉଁ ଜିନିଷଟା ସେ ସେଥିପାଇଁ ସେ ପାଉଲଙ୍କ ଥ୍ରୁରୁ ଲୋକମାନଙ୍କୁ ଜଣାଉଛନ୍ତି। ମୁଁ ଏ ବିଷୟରେ ଅଧିକା ମାନେ ନେକ୍ସଟ ଭିଡ଼ିଓରେ କହିବି, ମାନେ ଏଇ ଯେଉଁ ରାପଚର୍ ବିଷୟରେ। ମୁଁ ଖାଲି ଏତିକି କହିବାକୁ ଚାହୁଁଛି, ବାଇବେଲ ପଢ଼ନ୍ତୁ। ବାଇବେଲରେ ଗୁଡ଼ାଏ ପ୍ରମିଜ୍ ଲେଖା ଅଛି, ଯେଉଁ ପ୍ରମିଜ୍ରେ କି ଆମେ ବୁଝିପାରିବା କି ଫ୍ୟୁଚର କ'ଣ ହେବ କ'ଣ ନାହିଁ ବୋଲି। ଆଉ ଯଦି ଫ୍ୟୁଚରରେ କ'ଣ ହେବ କ'ଣ ନାହିଁ ଯଦି ଆମେ ଅଲରେଡ଼ି ଜାଣିସାରିଥିବା, କିମ୍ବା ଜାଣିଛୁ, ତାହେଲେ ଆମମାନଙ୍କୁ କଷ୍ଟ ହେବନି ବଞ୍ଚିବା ପାଇଁ, କିମ୍ବା ଡିପ୍ରେସନ୍ ହେବନି, କିମ୍ବା ମାନେ ଷ୍ଟ୍ରଗଲ୍ କରିବାକୁ ପଡ଼ିବନି। କାହିଁକିନା ଆମେ ଅଲରେଡ଼ି ଜାଣିସାରିଛୁ କି କ'ଣ କ'ଣ ହେବ ବୋଲି। ତ ତେଣୁକରି ଏତେ ଚିନ୍ତା କରିବାରେ କିଛି ଲାଭ ନାହିଁ। ତ ସେଇ ଜିନିଷଟାକୁ ମାନେ ବୁଝିବା ଉଦ୍ଦେଶ୍ୟରେ ମୁଁ ଏଇ ଭିଡ଼ିଓଟା କଲି କି ବାଇବେଲ ପ୍ରଫେସି କ'ଣ ନା ଲୋକମାନଙ୍କୁ ପ୍ରିପେୟାର କରିବା ପାଇଁ, ଏହା ନୁହେଁ କି ଲୋକମାନଙ୍କୁ ଡରାଇବା ପାଇଁ। ତ ବାଇବେଲରେ ଗୁଡ଼ାଏ ପ୍ରମିଜ୍ ଲେଖା ଅଛି। ଆମେ ଖ୍ରୀଷ୍ଟିଆନ ହିସାବରେ ଏଇ ପ୍ରମିଜ୍ ଗୁଡ଼ାକ କ'ଣ ସେଇଟା ନିଶ୍ଚୟ ଜାଣିବା ଦରକାର। ମୁଁ ଆପଣଙ୍କୁ ବୁଝେଇଦେଲି କି ବାଇବେଲ ପ୍ରଫେସିକୁ ଜାଣିବାକୁ ହେଲେ କ'ଣ କ'ଣ ଜାଣିବା ଦରକାର। ଗୋଟେ ହିଷ୍ଟ୍ରି ଜାଣିବା ଦରକାର, ଗୋଟେ ଇସ୍ରାଏଲର କ'ଣ ଜାଣିବା ଦରକାର, ଗୋଟେ ଜିଓଗ୍ରାଫି କ'ଣ, କେଉଁ ଲୋକେସନ୍ କ'ଣ, କେଉଁ କଣ୍ଟ୍ରି ବିଷୟରେ ମାନେ ବାଇବେଲ ଆମକୁ ଏକାଉଣ୍ଟ କରୁଛି ତା ବିଷୟରେ ଜାଣିବା ଦରକାର। ତ ଏସବୁ ଜାଣିଲେ କ'ଣ ହେବ, ଆମେ ପୁରା ମାନେ ରିଲାକ୍ସ ହେଇକି ରହିପାରିବା। ଏହା ନୁହଁ କି ମାନେ ରେଗୁଲାରଲି ପ୍ରତ୍ୟେକ ଦିନ ଆଜି କ'ଣ ହେବ, କାଲିକି କ'ଣ ହେବ, ଏମିତି ହେଇଗଲା ସେମିତି ହେଇଗଲା, ଏ ଯେଉଁ ଡର ଆମର ଯେଉଁ ଅଛି ସେ ଡର ଆଉ ରହିବନି। କାହିଁକିନା ଆମେ ଅଲରେଡ଼ି ଜାଣିସାରିଛେ କି ନାଇଁ ଏଭଳିଆ ହେବ ବୋଲି, କାହିଁକିନା ସବୁ ଲେଖା ଅଛି। ଆଉ ଏଥିରେ ମାନେ କୌଣସି ମାନେ ନୂଆ ସିଚୁଏସନ୍ କ୍ରିଏଟ୍ ହେଉନି କି ଯେ ନାଇଁ ଏମିତି ଗୋଟେ ହେବାର ଥିଲା ବୋଲି ଗୋଟେ ଆଶ୍ଚର୍ଯ୍ୟ ଆମେ ଯେଉଁ ଭାବୁଛୁ ଆଶ୍ଚର୍ଯ୍ୟ ଭଳିଆ ହେଇଯାଉଛୁ, ସେଭଳିଆ ହେବା ଦରକାର ନୁହଁ। ଗୁଡ଼ାଏ ଜିନିଷ ବର୍ତ୍ତମାନ ହେବାକୁ ବାକି ଅଛି। ଏଇଟା ତ ଗୋଟେ ଟ୍ରେଲର ଚାଲିଛି ବର୍ତ୍ତମାନ। ଟ୍ରେଲର ମାନେ ଯେମିତିକି ଗୋଟେ ମୁଭି, ଗୋଟେ ଫିଲ୍ମ ଦେଖୁଛୁ ଆମେ, ତାର ଗୋଟେ ଟ୍ରେଲର 2 ମିନିଟ୍ର ଯେମିତି ଟ୍ରେଲର ଚାଲିନି, ସେଭଳିଆ ବର୍ତ୍ତମାନ 2 ମିନିଟ୍ର ଟ୍ରେଲର ଚାଲିଛି ପୃଥିବୀରେ। କିନ୍ତୁ 2 ଘଣ୍ଟାର ଯେଉଁ ମୁଭିଟା ବର୍ତ୍ତମାନ ପର୍ଯ୍ୟନ୍ତ ବାକି ଅଛି। ତ ଏଇ ଟ୍ରେଲରରୁ ହିଁ ଆମକୁ ଜାଣିବାକୁ ପଡ଼ିବ କି ମୁଭି କେତେ ବଡ଼ ହେବ କିମ୍ବା କେତେ ଦୁଃଖଦାୟକ ହେବ ବୋଲି। ତେଣୁ ସେ ମୁଭି ଦେଖିବା ପାଇଁ ଆପଣମାନେ ଚାହାନ୍ତୁନି। ଆପଣମାନେ ଚାହାନ୍ତୁ କ'ଣ ନା ରାପଚର୍ ହେଇକି, ଏଇ ଚର୍ଚ୍ଚର ରାପଚର୍ ହେଇକି ଆପଣମାନେ କେମିତି ସଦାପ୍ରଭୁଙ୍କ ସହିତ ରହିବେ ସେଇଟା ଚାହାନ୍ତୁ। ସେଥିପାଇଁ କ'ଣ ଆପଣମାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ଆପଣମାନଙ୍କୁ ପାପକୁ ସ୍ୱୀକାର କରିବାକୁ ପଡ଼ିବ, ଆଉ ପ୍ରଭୁଙ୍କ ନିକଟରେ ସବମିଶନ୍ କରିବାକୁ ପଡ଼ିବ ନିଜକୁ ନିଜେ। ଯେତେ ସବୁ ମାନେ ପୁରୁଣା କାମ କରୁଥିଲେ, ପୁରୁଣା ମାନେ ଟାଇମ୍ରେ ଆମେ ଯେତେ ସବୁ ପାପ କରି ଅଛୁ କିମ୍ବା କରୁଛୁ, ସେଗୁଡ଼ାକୁ ଛାଡ଼ି ବର୍ତ୍ତମାନ ଗୋଟେ ସଂକଳ୍ପବଦ୍ଧ ହୋଇ ପ୍ରଭୁଙ୍କ ବାକ୍ୟ ବିଷୟରେ ଜାଣିବା, ଲୋକଙ୍କୁ ବୁଝେଇବା, ଗୋଟେ ଦିନ ମଧ୍ୟ ଗୋଟେ ମାନେ ହୋଲି ଲାଇଫ୍ ବଞ୍ଚିବା ପାଇଁ ଆମେ ଚେଷ୍ଟା କରିବା ଦରକାର। ତ ତେଣୁକରି ଆପଣମାନେ ବାଇବେଲ ପଢ଼ନ୍ତୁ, ପ୍ରାର୍ଥନା କରନ୍ତୁ। ଆଉ ଯେତେବେଳେ ଆପଣ ବୁଝିପାରୁନାହାନ୍ତି ମୋତେ ବାଇବେଲରେ କ'ଣ ଲେଖା ଅଛି କ'ଣ ନାହିଁ, ଆପଣଙ୍କ ପାଷ୍ଟରମାନଙ୍କୁ ପଚାରନ୍ତୁ। ଲୋକମାନେ ଅଛନ୍ତି ଯେଉଁମାନେ ବୁଝେଇ ପାରିବେ ଆପଣଙ୍କୁ, ସେଇଟା ଆପଣମାନେ ଦେଖନ୍ତୁ। ତ ସଦାପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ନେକ୍ସଟ ଭିଡ଼ିଓରେ ମୁଁ ଏ ଯେଉଁ ରାପଚର୍ ଅଫ୍ ଚର୍ଚ୍ଚ ବିଷୟରେ ମୁଁ ଆପଣଙ୍କୁ କହିବି। ଆଉ ଏ ମେସେଜ୍ ଯଦି ଆପଣଙ୍କୁ ଭଲ ଲାଗିଲା ତାହେଲେ ଆପଣମାନେ ଲୋକମାନଙ୍କୁ ଜଣାନ୍ତୁ, ମାନେ କି ବାଇବେଲ ପ୍ରଫେସି କେମିତି ଜାଣିବା ଦରକାର, ତାର ଇମ୍ପୋର୍ଟାନ୍ସ କ'ଣ, ଲୋକଙ୍କୁ ମୋଟିଭେଟ୍ କରନ୍ତୁ। କାରଣ ଲୋକମାନେ ମୋଟିଭେଟ୍ ନ ହେବେ ଯଦି, ସେମାନେ ଜାଣିପାରିବେନି କି କ'ଣ କ'ଣ ପ୍ରମିସ୍ ଲେଖା ଅଛି ବାଇବେଲରେ ଆମ ଲୋକମାନଙ୍କ ପାଇଁ। ଆଉ ସେ ମୋଟିଭେସନ୍ ନ ଜାଣିକି, ଯେଉଁ ପ୍ରମିସ୍ ନ ଜାଣିକି ଲୋକମାନେ ଏମିତି ମରିବେ, ସେଇଟା ଆମକୁ ମାନେ ଗୋଟେ ଖ୍ରୀଷ୍ଟ ବିଶ୍ୱାସ ହିସାବରେ, ଗୋଟେ ୱାଚମ୍ୟାନ୍ ହିସାବରେ ଆମେମାନେ ଯଦି ସତର୍କ କରାଇ ପାରିବାନି ଲୋକମାନଙ୍କୁ, ତାହେଲେ ତାଙ୍କର ପାପର ଭାର ଆମେ ମଧ୍ୟ ଦାୟୀ ତାର ଅର୍ଥ। ତ ସେଥିପାଇଁ ଆମେମାନେ ଏନକରେଜ୍ କରିବା ଦରକାର ସମସ୍ତଙ୍କୁ। ଆଉ ଆପଣମାନେ ଫଲୋ କରନ୍ତୁ ଆମର ମାନେ ୱେବ୍ ପେଜ୍କୁ, ଫେସବୁକ୍ ହେଉ କିମ୍ବା ୟୁଟ୍ୟୁବ୍ ହେଉ। ଆଉ ମୁଁ ଟାଇମ୍ ଟୁ ଟାଇମ୍ ଏଭଳିଆ ମୁଁ ମେସେଜ୍ ଦେବି। ତ ସି ୟୁ ଇନ୍ ନେକ୍ସଟ ଭିଡ଼ିଓ ଦେନ୍।